ଆଜି ହେଉଛି 19 ମଇ 2025। ଆସନ୍ତୁ ଜାଣିବା ଆଜିର ବର୍ଷା ରିପୋର୍ଟ। କାଳ ବୈଶାଖୀ ପାଇଁ ଆଲର୍ଟ ଜାରି, ଲଘୁଚାପ ନେବ ବାତ୍ୟା ରୂପ। ସେପଟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ 25 ତାରିଖ ବାତ୍ୟା ରୂପ ନେଇପାରେ। 27ରେ ବିଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ଅଛି। ଏହା 29 ତାରିଖରେ ଗୁଜରାଟ ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି। ସେହିପରି ପୁଣି 27 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇପାରେ। 28ରେ ଏହା ଲଘୁଚାପ ଓ 29ରେ ଅବପାତରେ ପରିଣତ ହେବ। 29 ଓ 30 ତାରିଖ ବେଳକୁ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ସେ ଆକଳନ କରିଛନ୍ତି। ତେବେ ଏହା ପ୍ରାଥମିକ ଆକଳନ ଓ ପରେ ଏହା ବଦଳି ପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ପାଣିପାଗ ବିଶେଷଜ୍ଞ କହିଛନ୍ତି, ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟ ବାଷ୍ପ ଭରା ପବନ ଆସୁଛି, ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗକୁ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ଆସିବା ଆଗରୁ ପ୍ରବଳ ଗୁଳୁଗୁଳି ହୁଏ। ମୌସୁମୀ ପହଞ୍ଚିଲେ ଗରମ କମ୍ ହୋଇଥାଏ। ଏଣୁ ଆଗକୁ ଆହୁରି ଭୀଷଣ ଗୁଳୁଗୁଳି ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ପ୍ରଭାବ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଜୋରରେ ପବନ ବହିବା ସହ 40ରୁ 50 କିଲୋମିଟର ବେଗରେ ଝଟକା ବି ଦେଇପାରେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ନୂଆପଡ଼ାରେ ଘଡ଼ଘଡ଼ି ସହ ବର୍ଷା ସହିତ 30ରୁ 40 କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି। ମଙ୍ଗଳବାର 20 ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ବର୍ଷା ଓ ଘଡ଼ଘଡ଼ି ସହିତ 30ରୁ 40 କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 21, 22, 23 ଓ 24 ତାରିଖ ମଧ୍ୟ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଅନ୍ୟ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।